ଥରକର କଥା, ଭଗବାନ ରାମଙ୍କ ପତ୍ନୀ ମାତା ସୀତା ନିଜ ସିନ୍ଥିରେ ସିନ୍ଦୁର ଲଗାଉଥିଲେ। ହନୁମାନଜୀ ଏହା ଦେଖୁଥିଲେ। ହନୁମାନଜୀ ପଚାରିଲେ, ମାତା, ଆପଣ ନିଜ ମଥାରେ ସିନ୍ଦୁର କାହିଁକି ଲଗାଉଛନ୍ତି? ସୀତାଜୀ ହନୁମାନଙ୍କ ଜିଜ୍ଞାସା ଦୂର କରିବା ପାଇଁ ଉତ୍ତର ଦେଲେ, ହନୁମାନ, ମୁଁ ଭଗବାନ ରାମଙ୍କ ଦୀର୍ଘଜୀବନ ଓ ତାଙ୍କର ଦୀର୍ଘାୟୁ ପାଇଁ ନିଜ ସିନ୍ଥିରେ ସିନ୍ଦୁର ଲଗାଉଛି। ଏହା ଶୁଣି ହନୁମାନ ଭାବିଲେ, ଯଦି ମାତାଙ୍କର ଟିକିଏ ସିନ୍ଦୁର ଲଗାଇବା ଦ୍ୱାରା ମୋ ପ୍ରଭୁ ରାମଙ୍କ ଆୟୁ ବଢ଼ୁଛି, ତେବେ ଯଦି ମୁଁ ମୋର ସାରା ଶରୀରରେ ସିନ୍ଦୁର ଲଗାଇଦିଏ, ତେବେ କେତେ ଭଲ ହେବ। ମୋ ପ୍ରଭୁଙ୍କ ଆୟୁ ସବୁବେଳେ ବଢ଼ି ଚାଲିବ। ହନୁମାନଜୀ ନିଜର ସାରା ଶରୀରରେ ସିନ୍ଦୁର ଲଗାଇଦେଲେ ଏବଂ ମାତା ସୀତାଙ୍କ ପାଖକୁ ଗଲେ। ମାତା ସୀତା ହସିଲେ ଏବଂ ହନୁମାନଙ୍କୁ ରାମଙ୍କ ପାଖକୁ ନେଇଗଲେ। ଭଗବାନ ରାମ ହନୁମାନଙ୍କୁ ପଚାରିଲେ, ହନୁମାନ, ତୁମେ ଏତେ ସାରା ସିନ୍ଦୁର କାହିଁକି ଲଗାଇଛ? ହନୁମାନଜୀ ସବୁ କଥା କହିଲେ। ଭଗବାନ ରାମ ଏସବୁ ଶୁଣି ବହୁତ ଖୁସି ହେଲେ ଏବଂ ହସିବାକୁ ଲାଗିଲେ। ସେ ହନୁମାନଙ୍କୁ ନିଜ ପାଖକୁ ଡାକିଲେ ଏବଂ କହିଲେ, ମୁଁ ତୁମର ପ୍ରେମ ଏବଂ ମୋ ପ୍ରତି ଥିବା ଭକ୍ତିରେ ବହୁତ ଖୁସି ଏବଂ ଏବେଠାରୁ ଲୋକମାନେ ତୁମକୁ ବଜରଙ୍ଗବାଲି ରୂପରେ ମଧ୍ୟ ଜାଣିବେ। ଏହିପରି ନୂଆ ଭିଡିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଓ ବେଲ୍ ଆଇକନ୍ ଦବାନ୍ତୁ।